ଲକ୍ଷ ଟଙ୍କା ଦେଲି କିଟ୍ କଲେଜ ଭୁବନେଶ୍ୱରରେ ଝିଅକୁ ବାହା ହେଲା ଆଉ ଆମକୁ ପଚାରିଲା ନାହିଁ ହେଇଗଲା କ'ଣ ଅଛି କିନ୍ତୁ ଦିନ ଭୁଲରେ ତାର ଅମଙ୍ଗଳ ଚିନ୍ତା କରୁନି ତୁ ଭଲରେ ରହ। ବାପା ମା ପାଠ ପଢ଼ାନ୍ତି ପୁଅକୁ ଯେ ଶିକ୍ଷିତ ହୋଇକି କିଛି ଚାକିରି ବାକିରି କଲେ ବୃଦ୍ଧା ସମୟରେ ବାପା ମାଆଙ୍କ ସାହାରା ହେବ। କିନ୍ତୁ ଏଇ ବୁଢ଼ା ମଉସା ଯେ ନିଜର ସ୍ତ୍ରୀ ସହ ଝଗଡ଼ା ଲାଗିକି 8 ଲକ୍ଷ ଟଙ୍କା ଖର୍ଚ୍ଚ କରିକି ନିଜ ପୁଅକୁ ଇଞ୍ଜିନିୟର କଲେ, କିନ୍ତୁ ସିଏ ଏବେ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଇଞ୍ଜିନିୟର ଅଛନ୍ତି। କିନ୍ତୁ ନିଜ ବାପା ବୋଉକୁ ଛାଡ଼ି ଯାହାକୁ ବାହା ହେଇଛନ୍ତି ତାଙ୍କ ସାଙ୍ଗରେ ଅଛନ୍ତି, ନା ଘରକୁ ଯାଉଛନ୍ତି ନା ତାଙ୍କର ଦେଖାଶୁଣା କରୁଛନ୍ତି। ତ ଏତେ ପାଠଶାଠ ପଢ଼ି କ'ଣ ଭାଇ ଲାଭ ଯେତେବେଳେ ତୁମେ ଏତେ ଟଙ୍କା ରୋଜଗାର କରୁଛ, ନିଜ ବାପା ମାଆକୁ ସେଇ ପଇସାରେ ଟିକେ ଖୁସି ଦେଇପାରୁନ, ଏତେ ପଇସା ଇନକମ୍ କରି କ'ଣ ଫାଇଦା? ହୁଏତ ତୁମେ ଆଜି ଟଙ୍କା ଇନକମ୍ କରିତେ ପାର, କିନ୍ତୁ ଯେଉଁ ବାପା ମା ଆଜି ତୁମ ପାଇଁ କାନ୍ଦୁଛନ୍ତି ସେଇ ନିଶ୍ୱାସ ଦିନ ନା ଦିନ ତୁମ ଉପରେ ନିହାତି ପଡ଼ିବ। ଆଉ ଏଇଟା ବି ମନେ ରଖ, ଆଜି ତୁମେ କାହାର ପୁଅ ହେଇଛ, ତୁମେ ବି ଦିନେ ଆଉ କାହାର ବାପା ହବ। ଆଉ ସେତେବେଳକୁ ଏଇ କଥାଟା ମନେ ରଖିଥିବ ଯେ ତୁମ ବାପାକୁ ଯେଉଁ କଷ୍ଟ ହେଇଥିଲା ତୁମକୁ ବି ଦିନେ ସେ ତୁମେ ଯେମିତି କର୍ମ କରିଥିବ ତୁମ ଫଳ ବି ନିଶ୍ଚିତ ପଡ଼ିବ। ଆଉ ତୁମେ ବି ଦିନେ ଏମିତି ତୁମ ବାପାଙ୍କ ଭଳି ଦିନେ କାନ୍ଦିବ। ଆଉ ସେତେବେଳକୁ ତୁମେ ବାପାଙ୍କ କଥା ମନେ ପକାଇବ ଯେ ବାପାର ପରିଶ୍ରମର ମୂଲ୍ୟ କେତେ ଥିଲା। ଭିଡ଼ିଓଟି ଭଲ ଲାଗିଥିଲେ ନିଶ୍ଚିତ ଭାବରେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।